একালে ঈশ্বর তত্ত্ব চৈতন্য ঈশ্বর একালে ঈশ্বর তত্ত্ব চৈতন্য ঈশ্বর ভক্ত ভাব ময়তার শুদ্ধ কলে ভোর ভক্ত ভাব কৃষ্ণ মাধুর্যের এক অদ্ভুত স্বভাব কৃষ্ণ স্বাদিকে কৃষ্ণ হরে ভক্ত ভাব আপনার স্বাদিকে কৃষ্ণ হরে ভক্ত ভাব ইথে ভক্ত ভাব ধরে চৈতন্য গোসাই ইথে ভক্ত ভাব ধরে ভক্ত রূপ তার নিত্যানন্দ ভাই ভক্ত স্বরূপ তার নিত্যানন্দ ভাই ভক্ত অবতার তার আচার্য গোসাই ভক্ত এই তিন তত সবে প্রভু করি গাই এই তিন তত সবে ଏହାପରେ ଭାଷ୍ୟ ଦେଇ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ କହିଛନ୍ତି ତିନୋଟି ତତ୍ତ୍ୱ ଅଛି ବିଭିନ୍ନ ତତ୍ତ୍ୱ ଅଛି ତନ୍ମଧ୍ୟରେ ଈଶ ତତ୍ତ୍ୱ ଜୀବ ତତ୍ତ୍ୱ ଶକ୍ତି ତତ୍ତ୍ୱ ପ୍ରଧାନ ଈଶ ତତ୍ତ୍ୱ କହିଲେ ଭଗବାନ ବିଷ୍ଣୁ ବା ଭଗବାନ କୃଷ୍ଣଙ୍କୁ ବୁଝାଏ ଦି ସୁପ୍ରିମ ଲିଭିଂ ଫୋର୍ସ ଯିଏକି ପରମ ଜୀବନ In Kathopanishad it is said Nitya Nityanam Chetanam Chetananam. Kathopanishad re kotha kahaychi. The Supreme Personality of Godhead is the Supreme Eternal and the Supreme Living Force. Bhagavan houchanti Param Nitya evam Param Jivan Shakti. The living entities are also eternal and are also living forces, but they are very minute in quantity, whereas the Supreme Lord is the Supreme Living Force and Supreme Eternal. ଜୀବଗଣ ମଧ୍ୟ ନିତ୍ୟ ଏବଂ ସେମାନେ ମଧ୍ୟ ଜୀବନୀ ଶକ୍ତି କିନ୍ତୁ ସେମାନେ ବଡ଼ ଅଣୁ ପରିମାଣରେ କିନ୍ତୁ ଭଗବାନ ହେଉଛନ୍ତି ପରମ ଜୀବନ୍ତ ଶକ୍ତି ଏବଂ ପରମ ନିତ୍ୟ The Supreme Eternal never accepts a body of a temporary material nature, whereas the living entities who are part and parcel of the Supreme Eternal are prone to do so. जे परम नित्य भगवान से केबे हेले अस्थायी जड़ शरीर प्राकृत शरीर ग्रहण करती ना किंतु जीवगण जो माने से परम नित्यंकर अंश विशेष से माने किंतु जड़ शरीर ग्रहण करती Thus, according to Vedic mantras, the Supreme Lord is the Supreme Master of innumerable living entities. Ved mantra अनुजाई से परमेश्वर भगवान असंख्य जीवंकर प्रभु परम प्रभु The Mayavadi philosophers, however, try to equate the minute living entities with the Supreme living entity. Mayavadi दार्शनिक गुणों से परम पुरुष भगवान सुप्रीम लिविंग एंटिटी परम जीव भगवान को माइन्यूट लिविंग एंटिटीज अणु जीव मान सह समान करने को चेष्टा करती बिकॉज दे रिकॉग्नाइज नो डिस्टिंक्शंस बिटवीन देम देयर फिलोसॉफी इज कॉल्ड अद्वैतवाद और मोनिज्म से मायावादी दार्शनिक गुणों
এই ପରମ ଜୀବ ଆଉ ଅଣୁଜୀବ ମଧ୍ୟରେ ତାଙ୍କର ଯୋଉ ଦର୍ଶନରେ ସେମାନେ କିଛି ଭେଦ ଦର୍ଶନ କରନ୍ତି ନା, ସେଥିପାଇଁ ତାଙ୍କ ଦର୍ଶନକୁ ଅଦ୍ୱୈତବାଦ କୁହାଯାଏ। ଫ୍ୟାକ୍ଚୁଆଲି ହାଏଭର ଦେयर ଇଜ ଏ ଡିଷ୍ଟିଂସନ, କିନ୍ତୁ ବାସ୍ତବ ପକ୍ଷେ ଭେଦ ଅଛି। This verse is a special mean to impart to the Mayavadi philosopher the understanding that the Supreme Personality Godhead is the Supreme Controller. ଏ ଯୋଉ କଥା ଏଠି ଶ୍ରୀଲ କବିରାଜ ଗୋସ୍ୱାମୀ କହୁଛନ୍ତି, ଏ କଲେ ଈଶ୍ୱର ତତ୍ତ୍ୱ ଚୈତନ୍ୟ ଈଶ୍ୱର ଭକ୍ତ ଭାବମୟତା ଶୁଦ୍ଧ କଳେବର, ଏତଦ୍ୱାରା ମାୟାବାଦୀ ଦାର୍ଶନିକ ମାନଙ୍କୁ ଏଠି ଏକ ଶିକ୍ଷା ଦିଆଯାଉଛି। ସେ ଉଦ୍ଦେଶ୍ୟରେ କଥା କୁହାଯାଉଛି। ଆଉ ସେମାନେ ବୁଝି ରଖିବା ଉଚିତ ଯେ ସେ କଲି ଈଶ୍ୱର ପରମେଶ୍ୱର ଭଗବାନ ପରମ ନିୟନ୍ତ୍ରଣକାରୀ। The supreme controller of the personality of Godhead is Krishna himself, but as a transcendental pastime he has accepted the form of a devotee, Lord Chaitanya Mahaprabhu. ପରମେଶ୍ୱର ଭଗବାନ ହଉଛନ୍ତି କୃଷ୍ଣ, ସ୍ୱୟଂ କୃଷ୍ଣ। କିନ୍ତୁ ଏକ ଦିବ୍ୟ ଲୀଳା ପ୍ରଦର୍ଶନ କରିବା ନିମିତ୍ତ ସେ ଭକ୍ତ ରୂପ ଧାରଣ କରି ଚୈତନ୍ୟ ମହାପ୍ରଭୁ ଉପରେ ଆସିଥିଲେ ଶ୍ରୀକୃଷ୍ଣ। ବ୍ରଜେନ୍ଦ୍ର ନନ୍ଦନ ଦେଇ ସଚିସୂତ ହୋଇଲା ସେଇ, ବଳରାମ ହୋଇଲେ ନିତାଇ। ସବୁ ଆଚାର୍ଯ୍ୟମାନେ କଥା କହିছে, ଶାସ୍ତ୍ର କହିଥା ଯେ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ, ନନ୍ଦନନ୍ଦନ କୃଷ୍ଣ, ସେ ହେଲେ ସଚି ନନ୍ଦନ ଶ୍ରୀ ଚୈତନ୍ୟ ମହାପ୍ରଭୁ। ଆଉ ବଳରାମ ନିତ୍ୟାନନ୍ଦ ହେଇଛନ୍ତି। ଏ ହଉଛି ଆମର କଥାଟା। କାହିଁକି ସେ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଭକ୍ତ ଭାବ ଅଙ୍ଗୀକାର କରି ଭକ୍ତ ରୂପରେ କାହିଁକି ଅବତୀର୍ଣ୍ଣ ହେଲେ, ତାର କାରଣ କୁହାଯାଉଛି। ପୂର୍ବରୁ କୁହାଗଲାଣି, ପୁଣି କିଛି କଥା ମଧ୍ୟ ଶ୍ରୀଲ କବିରାଜ ଗୋସ୍ୱାମୀ କହୁଛନ୍ତି। ପରେ ପରେ କହୁଛି, କୃଷ୍ଣ ମାଧୁର୍ଯ୍ୟର ଏକ ଅଦ୍ଭୁତ ସ୍ୱଭାବ ଆପଣ ଆସ୍ୱାଦିତ କୃଷ୍ଣ କରେ ଭକ୍ତ ଭାବ। ପରବର୍ତ୍ତୀ କଥା କହିବେ, କୃଷ୍ଣଙ୍କର ଯୋଉ ମାଧୁର୍ଯ୍ୟ ତାହା ଅତି ଚମତ୍କାର ମାଧୁର୍ଯ୍ୟ, ଅଦ୍ଭୁତ ସ୍ୱଭାବ ତାର ମାଧୁର୍ଯ୍ୟକୁ ନିର୍ଣ୍ଣୟ କୃଷ୍ଣ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭ, ଏ କଥା କୁହାଯାଇଛି। କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି କୃଷ୍ଣଙ୍କ ସୌନ୍ଦର୍ଯ୍ୟ। ଏପରିକି କୃଷ୍ଣ ନିଜେ ତାଙ୍କର ସେ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହେଇ ସେ ସୌନ୍ଦର୍ଯ୍ୟ ଆସ୍ୱାଦନ କରିବା ପାଇଁ ଭକ୍ତ ଭାବ ଅଙ୍ଗୀକାର କରୁଛନ୍ତି। ଏକ କାରଣ ତାଙ୍କର ନିଜ ସୌନ୍ଦର୍ଯ୍ୟ ତ ନିଜେ ଉପଭୋଗ କରିପାରିବେ ନା, କୃଷ୍ଣଙ୍କର ସୌନ୍ଦର୍ଯ୍ୟ ଭକ୍ତ ଉପଭୋଗ କରେ। ତାର ମଧ୍ୟରେ ରାଧାରାଣୀ ହେଉଛନ୍ତି ଏକଲି ରାଧିକା ଆସ୍ୱାଦେ ସକଲି। ରାଧାରାଣୀ ସମ୍ପୂର୍ଣ୍ଣ ରୂପରେ ଆସ୍ୱାଦନ କରୁଛନ୍ତି। ରାଧାରାଣୀଙ୍କର ଆସ୍ୱାଦନ କରିବା କୌଣସି ଭକ୍ତ ଆସ୍ୱାଦନ କରିପାରୁନାହାନ୍ତି। ଏ କଥା ସେ ଭଗବାନ କୃଷ୍ଣ ଜାଣିପାରିଲେ ଯେତେବେଳେ, ସେଥିପାଇଁ ସେ ନିଜ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ତାକୁ ଆସ୍ୱାଦନ କରିବା ପାଇଁ ସେ ଭକ୍ତ ଭାବ ଅଙ୍ଗୀକାର କରିକିରି, ବିଶେଷ କରି ରାଧା ଭାବ ଅଙ୍ଗୀକାର କରି ରାଧାଙ୍କର ଭାବ, ରାଧାଙ୍କର କାନ୍ତି କରିକିରି ଅଙ୍ଗୀକାର କରିକିରି ଆବିର୍ଭୂତ ହେଇକିରି ଆସ୍ୱାଦନ କରୁଛନ୍ତି ନିଜ ମାଧୁର୍ଯ୍ୟ। ଗୌରାଙ୍ଗ ବୋଲିତେ হবে ପୁଲକ ଶରୀର। ଗୌରାଙ୍ଗ ଏ ଶବ୍ଦ ଉଚ୍ଚାରଣ କଲେ ଶରୀରରେ ପୁଲସର ପୁଳକିତ ହବ, ରୋମାଞ୍ଚ ଜାତ ହବ, ଇଏ ସାତ୍ବିକ ଭାବ ଜାତ ହବ। କାହିଁକି ନା ହରି ହରି ବୋଲିତେ ନୟନ ବହେ ନୀର। ନିଜେ ହରି, ନିଜେ କୃଷ୍ଣ, କିନ୍ତୁ ସେ ତ ଚୈତନ୍ୟ ମହାପ୍ରଭୁରେ ଆସନ୍ତି, ସେ ହରି ହରି କହିକିରି ପ୍ରେମାଶ୍ରୁ ମୁଞ୍ଚନ କରୁଛନ୍ତି, କାନ୍ଦୁଛନ୍ତି, ଲୋତ ଗଢୁଛନ୍ତି। ସେ ଇଏ ହଉଛି ତାତ୍ପର୍ଯ୍ୟ। ସେ ପ୍ରେମ ଭାବ ଭାବିତ କଳେବର ଯାହା କହୁଛନ୍ତି, ଭକ୍ତ ଭାବମୟ ତାହାର ଶୁଦ୍ଧ କଳେବର, ତାହା ପ୍ରାକୃତ କଳେବର ନୁହେଁ, ପ୍ରାକୃତ କଳେବର, ଶୁଦ୍ଧ କଳେବର। ସେ ଉପରେ ବହୁ କଥା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଭଲ ଭାବରେ ଆସନ୍ତି କହିଛନ୍ତି, ସେମାନେ ମୂର୍ଖ, ସେମାନେ ବଦମାସ, ଯୋଉମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ସାଧାରଣ ଭକ୍ତ ବୋଲି ଭାବନ୍ତି, ଏକ ସାଧାରଣ ମାନବ ବୋଲି ଭାବନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ କହିସାରିଛନ୍ତି, ଅବଦାନନ୍ତି ମାଙ୍ଗୁଢା ମାନୁସିନ୍ତନୁ ଆଶ୍ରିତ ପରମ ଭାବ ଦାନତ ମମ ଭୂତ ମହେଶ୍ୱର। ଏ କଥା କହିସାରିଛନ୍ତି। ମୁଢା ଯୋଉଗୁଡାକ, ବଦମାସ ଗୁଡାକ, ମୂର୍ଖ ଗୁଡାକ, ସେମାନେ ମତେ ସାଧାରଣ ମାନବ ବୋଲି ଭାବନ୍ତି। ଯେତେବେଳେ କୃଷ୍ଣ ନିଜେ ଆସନ୍ତି ସ୍ୱରୂପରେ, ଆଉ ଚୈତନ୍ୟ ମହାପ୍ରଭୁ ତ ଭକ୍ତ ଭାବ ନେଇକିରି ଆସିଲେ ସେଇ କୃଷ୍ଣ, ତାଙ୍କୁ କାନ ଭାବେ ଅନେକ ଭାବୁଛନ୍ତି ସେମାନେ ମୁଢା, ସେମାନେ ବଦମାସ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ମହତ୍ୱପୂର୍ଣ୍ଣ କଥା ହଉଛି ଯେ ଚୈତନ୍ୟ ମହାପ୍ରଭୁ ଯଦିଓ ଭକ୍ତ ଭାବ ଅଙ୍ଗୀକାର କରି ଭକ୍ତ ରୂପରେ ଆସିଛନ୍ତି, ତାଙ୍କର ସ୍ୱର ପ୍ରାକୃତ ସ୍ୱର ନୁହେଁ, ଶୁଦ୍ଧ କଳେବର ଅପ୍ରାକୃତ ଶରୀର। ଆଉ
ଦ୍ୱିତୀୟ କଥା ହଉଛି ଯେ ଯଦିଓ ସେ ହଉଛନ୍ତି ପରମେଶ୍ୱର ଭଗବାନ କୃଷ୍ଣ, ତାଙ୍କୁ ଯଦି ସେଇ ଭାବରେ କେହି ସମ୍ବୋଧନ କରନ୍ତି, ଆପଣ ଭଗବାନ, ଆପଣ ଅଭିନ୍ନ କୃଷ୍ଣ, ସେ ତା ଶୁଣିବାକୁ ଚାହାନ୍ତି ନାହିଁ, କାନ ବୁଝି ଦିଅନ୍ତି। ସେ କାନ ବୁଝି ଦିଅନ୍ତି, ନା 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 ମୁଁ ଭଗବାନ ନୁହେଁ, ମୁଁ ଭଗବାନ ନୁହେଁ। ଗୋପୀ ଭର୍ତ୍ତୃ ପାଦ କମଳେ ଦାସ ଦାସାନ ଦାସ। ଗୋପୀ ଭର୍ତ୍ତୃ ଯେ କୃଷ୍ଣ, ତାଙ୍କର ପାଦ ଆଶ୍ରିତ ଦାସର 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 ଅନୁଦାସ ଏ କଥା ମହାପ୍ରଭୁ କହେ କହନ୍ତି। ସେ ଅର୍ଥାତ୍ ସେ ନିଜକୁ ଭକ୍ତ ଭାବରେ ପ୍ରକାଶ କରୁଛନ୍ତି, କୃଷ୍ଣଙ୍କ ଦାସ ରୂପରେ, ଦାସର ଦାସର ଅନୁଦାସ ରୂପରେ ପ୍ରକାଶ କରୁଛନ୍ତି। ଯଦିଓ ସେ ସ୍ୱୟଂ ଭଗବାନ ଇଏ ନିଜେ ଦେଖିଛନ୍ତି। ଆଉ ଯିଏ ଯଦି ଯୋଉମାନେ ତତ୍ତ୍ୱଜ୍ଞ, ଈଶ୍ୱର ତତ୍ତ୍ୱ ଜାଣିଛନ୍ତି, ଗୌର ତତ୍ତ୍ୱ ଜାଣିଛନ୍ତି, ସେମାନେ ଜାଣନ୍ତି ଯେ ଇଏ ହେଉଛନ୍ତି ପରମେଶ୍ୱର ଭଗବାନ କୃଷ୍ଣ। ଯଦିଓ ସେ କୃଷ୍ଣ ନିଜକୁ ଲୁଚେଇ ଛପାଉଛନ୍ତି, ଭକ୍ତ ଭାବରେ ପ୍ରକାଶ କରୁଛନ୍ତି, ହେଲେ ସୁଦ୍ଧା ଭକ୍ତ ଜାଣିପାରୁଛି। ଭରି ଭରି ପ୍ରମାଣ ଅଛି। ଚୈତନ୍ୟ ମହାପ୍ରଭୁ କେମିତି ଭଗବାନ ସେ ବିଷୟରେ ଆମେ ବହୁ କଥା ଆଗରୁ କହିଛେ, ବର୍ତ୍ତମାନ କହିବାକୁ ଯାଉନି। ତେବେ ସେମାନେ ଜାଣିପାରନ୍ତି, ଯେତେବେଳେ ଜାଣିକିରି କହନ୍ତି ଆପଣ ଭଗବାନ, ଆପଣ ନାରାୟଣ, ଆପଣ ବିଷ୍ଣୁ, ସେତେବେଳେ ସେ କାନ ବୁଝି ଦିଅନ୍ତି, ନା 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 ମୁଁ ସାଧାରଣ ଜୀବ ମାତ୍ର, ମୁଁ ଭଗବାନ ନୁହେଁ, ଭଗବାନ ହିଁ କୃଷ୍ଣ। ସେ ନିଜେ କୃଷ୍ଣ, କିନ୍ତୁ କହୁଛନ୍ତି ନା ଭଗବାନ ହିଁ କୃଷ୍ଣ। କି କଥା କହୁଛନ୍ତି, ଆଉ ଶୁଣିବା ପାଇଁ ଚାହାନ୍ତି ନାହିଁ ସେ କଥା। ସେ ଭଗବାନ ବୋଲି ଏ ସମ୍ବୋଧନ ଶୁଣିବା ପାଇଁ ଚାହାନ୍ତି ନା। ଭକ୍ତ ଭାବ ତାଙ୍କର, ଭକ୍ତ ଭାବରେ ଆସ୍ୱାଦନ କରୁଛନ୍ତି। ଇଏ ହଉଛି ତା ଭିତରେ ଅତି ଗୁରୁତ୍ୱପୂର୍ଣ୍ଣ କଥା। ସେଥିପାଇଁ ଯୋଉମାନେ ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ ନାଗରୀ ଦଳ କଥା କହିଛନ୍ତି, ଶ୍ରୀଲ କବିରାଜ ଗୋସ୍ୱାମୀ, ଯେ କିପରି ସେମାନେ ଏ ଭୁଲ କରୁଛନ୍ତି, କୃଷ୍ଣଲୀଳା ପରିବେଷଣ କରୁଛନ୍ତି ତ, ଆଉ ଚୈତନ୍ୟ ମହାପ୍ରଭୁଙ୍କର ବିଗ୍ରହ ରଖିକିରି କରୁଛନ୍ତି ସେ କୃଷ୍ଣ ବୋଲି, କିନ୍ତୁ ତାହା ମହାପ୍ରଭୁଙ୍କୁ ଆନନ୍ଦ ଦଉନି, ମହାପ୍ରଭୁ ଆନନ୍ଦିତ ହେବେ ନାହିଁ। ତଦ୍ରୁପ ଭାବେ ମଧ୍ୟ ଯେ ମହାପ୍ରଭୁଙ୍କର ବିଗ୍ରହଙ୍କର ସେବା କରୁଛନ୍ତି ପୂଜାରୀ, ତା ପାଇଁ ମଧ୍ୟ ଚେତାବନୀ ଦିଆହଉଛି। ସେ ତାଙ୍କୁ କେବେ ହେଲେ କୃଷ୍ଣ ରୂପରେ ସଜେଇବା ଉଚିତ ନୁହେଁ। କୃଷ୍ଣ ଯେପରି ମୟୂର ଚୂଳ ଧାରଣ କରୁଥିଲେ, ସେ ମୟୂର ଚୂଳ ଧାରଣ କରି ତାଙ୍କୁ କୃଷ୍ଣର ବେଶ ପିନ୍ଧେଇବା, ଏପରି ଶୃଙ୍ଗାର କଲେ ମଧ୍ୟ ମହାପ୍ରଭୁ ଖୁସି ହେବେ ନା। ଭକ୍ତ ଭାବଟା ତାଙ୍କର ଅତି ଆନନ୍ଦଦାୟକ ଭାବ, ସେଇ ଭାବଟାକୁ ଆସ୍ୱାଦନ ସେ କରୁଛନ୍ତି ନା। ଏ ହଉଛି ତାତ୍ପର୍ଯ୍ୟ ଏଠି। ଆଉ ସେ ନିଜେ ଶିକ୍ଷା ଦେଇଛନ୍ତି, ସେ ନିଜେ କଥା ଶିକ୍ଷା ଦେଇଛନ୍ତି ମଧ୍ୟ। ଯଦିଓ ସେ ଭଗବାନ, ସେ ନିଜେ ମଧ୍ୟ ଶିକ୍ଷା ଦେଇଛନ୍ତି ଯେ ସେ ଭକ୍ତ। ଗୋପୀ ଭର୍ତ୍ତୃ ପାଦ କମଳେରୁ ଦାସ ଦାସାନୁ ଦାସ। ଗୋପୀ ଭର୍ତ୍ତୃ ଯେ କୃଷ୍ଣ, ତାଙ୍କର ପାଦରେ ଆଶ୍ରିତ ଦାସର 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 ଅନୁଦାସ। ମୁଁ ଭଗବାନ ନୁହେଁ, ଭଗବାନ କୃଷ୍ଣ, କୃଷ୍ଣ ହିଁ ଭଗବାନ, ମୁଁ କୃଷ୍ଣ ନୁହେଁ, ମୁଁ ତାଙ୍କର ଦାସ ଜଣେ। ଏଇ କଥା ବାହାରୁଛି। ଯେତେବେଳେ ସେଇଠି ଲୀଳା କରୁଥିଲେ, ସେତେବେଳେ ଆମେ ଦେଖିଛେ। ଆଉ ସେ ତାଙ୍କର ସନ୍ନ୍ୟାସ ନେଲା ପରେ ତାଙ୍କର ପ୍ରକଟ କାଳ ହଉଛି 48 ବର୍ଷ। 48 ବର୍ଷ ଭିତରୁ 24 ବର୍ଷ ତାଙ୍କର ଗୃହସ୍ଥାଶ୍ରମ ଲୀଳା, ପୂର୍ବାଶ୍ରମ ଲୀଳା କଲେ। 24 ବର୍ଷରେ ସନ୍ନ୍ୟାସ ନେଇ ତାଙ୍କ ମାତା ସଚୀମାତାଙ୍କର ଆଦେଶରେ ଏ ନୀଳାଚଳ ଧାମକୁ, ପୁରୁଷୋତ୍ତମ ଧାମକୁ ସେ ଆସିଲେ। ଆସିକିରି ତାଙ୍କର ସନ୍ନ୍ୟାସ ବା ଅନ୍ତ୍ୟ ସମୟ ବାକି 24 ବର୍ଷ। 24 ବର୍ଷ ଭିତରୁ ସେ 6 ବର୍ଷ କାଳ ପ୍ରଚାର କରିଛନ୍ତି, ବୁଲିଛନ୍ତି। ବାକି 8 ବର୍ଷ କାଳ ଗମ୍ଭୀରାରେ ଏଠି ପୁରୀ ଧାମରେ ରହିଗଲେ। ତାଙ୍କର ଅନ୍ତରଙ୍ଗ ପାର୍ଷଦ, ଅତି ପ୍ରିୟ ଭକ୍ତ ସ୍ୱରୂପ ଦାମୋଦର ଗୋସ୍ୱାମୀ, ରାୟ ରାମାନନ୍ଦ, ୟାଙ୍କ ସହିତ ଆଉ ଅନ୍ତ୍ୟ ଲୀଳା ପ୍ରେମ ଭାବ, ସେ ଅପରାକୃତ ଭାବ କରିଛନ୍ତି। ସେ ଆଉ ଯାଇନାହାନ୍ତି ବାହାରକୁ, ପ୍ରଚାର କରିନାହାନ୍ତି। ସେଥିପାଇଁ
ଯୋଉମାନେ ପ୍ରେମୀ ଭକ୍ତ ଯାହା ଆମର କୁହାଯାଏ ଶ୍ରୀଲ ରୂପ ଗୋସ୍ୱାମୀ ପ୍ରଭୃତି, ସେମାନେ ଉଲ୍ଲେଖ କରୁଛନ୍ତି ସେୟା। ପ୍ରେମୀ ଭକ୍ତଙ୍କ ପାଖରେ ସେ ଭାବଟା ସେ ପ୍ରକାଶ କରନ୍ତି। ଯେତେବେଳେ କୌଣସି ଅଭକ୍ତ ବା ଅନ୍ୟ ଭାବର ଲୋକ ପ୍ରକାଶ ହୁଏ, ସେ ଭାବକୁ ସମ୍ବରଣ କରି ନିଅନ୍ତି, ପ୍ରକାଶ କରନ୍ତି ନା। ରାୟ ରାମାନନ୍ଦ ଆଉ ସ୍ୱରୂପ ଦାମୋଦର ଗୋସ୍ୱାମୀ କୃଷ୍ଣ ଲୀଳାରେ ହଉଛନ୍ତି ଲଳିତା ସଖୀ, ବିଶାଖା ସଖୀ। ଲଳିତା ସଖୀ, ବିଶାଖା ସଖୀ। ଇଏ ରାଧା ଭାବ ଅଙ୍ଗୀକାର କରିଛନ୍ତି। କୃଷ୍ଣ ରାଧା ଭାବ ଅଙ୍ଗୀକାର କରିକିରି ଚୈତନ୍ୟ ମହାପ୍ରଭୁ ରୂପରେ ରାଧା ରାଣୀ ଯେପରି କୃଷ୍ଣ ବିରହରେ ବିଳାପ କରୁଥିଲେ, ଆଉ ତାଙ୍କର ଅତି ପ୍ରିୟ ସଖୀ ଲଳିତା ସଖୀ, ବିଶାଖା ସଖୀଙ୍କର କଣ୍ଠରେ ହାତ ପକେଇ ଆଲିଙ୍ଗନ କରି କଣ୍ଠ ଧରିକି କାନ୍ଦି କାନ୍ଦି ଯେପରି ବିଳାପ କରୁଥିଲେ, ମହାପ୍ରଭୁ ଠିକ ତଦ୍ରୁପ ଭାବରେ କରୁଛନ୍ତି। ନିଜ ସଖୀ ଜ୍ଞାନରେ ଯେତେବେଳେ ସେଇ ଭାବ ଗୁଡାକ ତାଙ୍କର ସ୍ଫୂର୍ତ୍ତି ହଉଛି, ରାଧାଙ୍କ ଭାବରେ ବିବାହିତ ହୋଇ ରାମାନନ୍ଦଙ୍କ ଗଳା ଧରି ରୋଦନ କରିବାକୁ ଲାଗିଲେ। ଆଉ ସ୍ୱରୂପ ଗୋସ୍ୱାମୀଙ୍କ ସମ୍ମୁଖରେ ଦେଖି ନିଜ ସଖୀ ଜ୍ଞାନରେ ପଚାରୁଛନ୍ତି। ଲଳିତ ମାଧବରେ ବର୍ଣ୍ଣନା ଦେଇଛନ୍ତି ରୂପ ଗୋସ୍ୱାମୀ। କୋ ନନ୍ଦକୁଳ ଚନ୍ଦ୍ରମା କୋ ଶିଖି ଚନ୍ଦ୍ରକାଳଙ୍କୃତି, କୋ ମନ୍ଦ ମୁରଳୀଳବ କୋନୁ ସୁରେନ୍ଦ୍ର ନୀଳ ଦ୍ୟୁତି, କୋ ରାସରସ ତାଣ୍ଡବୀ କୋ ସଖୀ ଜୀବର ଜୀବର କ୍ଷୌଷଧି ନିଧିର୍ମମ ସୃହୋତ୍ତମ କୋ ବତ ହନ୍ତ ହା ବିଧି। ଏ ଶ୍ରୀଲ ରୂପ ଗୋସ୍ୱାମୀ ଲଳିତ ମାଧବରେ ଉଦ୍ଧାର କରୁଛନ୍ତି। ମହାପ୍ରଭୁ ଏହିପରି କରି କାନ୍ଦୁଛନ୍ତି। ଏ ସଖୀ, ସଖୀ ଜ୍ଞାନରେ ସ୍ୱରୂପ ଦାମୋଦର ଗୋସ୍ୱାମୀ ପଚାରୁଛନ୍ତି, ହେ ସଖୀ, ସେ ନନ୍ଦକୁଳ ଚନ୍ଦ୍ରମା କେଉଁଠାରେ? ସେ ନିଜେ କିନ୍ତୁ ପଚାର, ନନ୍ଦକୁଳ ଚନ୍ଦ୍ରମା କୋଉଠାରେ? ସେଇ ମୟୂର ପୁଚ୍ଛ ଦ୍ୱାରା ଅଳଙ୍କୃତ କୃଷ୍ଣ ବା କୋଉଠାରେ? ସେ ମନ୍ଦ୍ର ମୁରଳୀ ଧ୍ୱନିକାରୀ କୃଷ୍ଣ କୋଉଠାରେ? ସେ ଇନ୍ଦ୍ର ନୀଳମଣି ଦ୍ୟୁତିମାନ କୃଷ୍ଣ କେଉଁଠାରେ? ରାସର ସେ ସେଇ ନର୍ତ୍ତନକାରୀ ସେ କୃଷ୍ଣ କେଉଁଠାରେ? ଜୀବନ ରକ୍ଷାର ଔଷଧି ସ୍ୱରୂପ ଶ୍ୟାମ କୋଉଠାରେ? ମୋ ସେଇ ଶ୍ରୁତମ ନିଧି ସେ କୋଉଠି? ହାୟ ହାୟ ବିଧାତାଙ୍କୁ ଠିକ ରାଧାରାଣୀ ଯେପରି କ୍ରନ୍ଦନ କରୁଛନ୍ତି, ତଦ୍ରୁପ ଭାବରେ କ୍ରନ୍ଦନ କରୁଛନ୍ତି। ରାଧା ଭାବଟା ପ୍ରାବଲ୍ୟ ହେଇଛି, ଯଦିଓ ସେ ନିଜେ କୃଷ୍ଣ। ରାଧା ଭାବ ଯେପରି କୃଷ୍ଣ ବିରହରେ ରାତ୍ରି ଜାଗରଣ ଜାଗନ୍ତି, ନିଦ ଆସୁନାହିଁ। ଦଶ ଦଶା କଥା ଅଛି ଆମର, ନିଦ୍ରା ଆସୁନାହିଁ। ରାଧାରାଣୀ ଯେପରି ଭାବରେ ସେ ବିରହରେ କ୍ରନ୍ଦନ କରୁଥାନ୍ତି, ଇଏ ତଦ୍ରୁପ ପ୍ରଳାପ କରି କରି ଅର୍ଦ୍ଧରାତ୍ର ହେଇଗଲା ମହାପ୍ରଭୁଙ୍କର। ଗମ୍ଭୀରାରେ ମହାପ୍ରଭୁଙ୍କୁ ଶୟନ କରାଇ ରାମାନନ୍ଦ ସ୍ୱଗୃହକୁ ଗଲେ। ଗମ୍ଭୀରା ଦ୍ୱାରରେ ସ୍ୱରୂପ ଗୋସ୍ୱାମୀ ଗୋବିନ୍ଦ ଶୟନ କଲେ। ପ୍ରେମରେ ମହାପ୍ରଭୁଙ୍କର ମନ ଉନ୍ମତ୍ତ ହେଇ ଉଠିଲା। ଗମ୍ଭୀରାରୁ ବାହାରକୁ ଆସିବା ନିମିତ୍ତ ଦ୍ୱାର ଖୋଜୁ ଖୋଜୁ କାନ୍ଥରେ ମୁଖ ବସିଆଇ ସର୍ବତ୍ର କ୍ଷତ ବିକ୍ଷତ ହେଇଗଲାଣି। ଭାବାବେଶରେ ଗୋ ଗୋ ଶବ୍ଦ କରି ଶବ୍ଦ କରୁଛନ୍ତି। ଶ୍ରବଣ କରି ଗଙ୍ଗ ଶବ୍ଦ ସ୍ୱରୂପ ଗୋସ୍ୱାମୀ ଦୀପ ଜାଳି ଦେଖିଲେ, ତାଙ୍କର ସମସ୍ତ ମୁଖ ନାକ କ୍ଷତ ବିକ୍ଷତ ହୋଇ ରକ୍ତ ବହୁଛି। ଏହା ଦେଖି ସ୍ୱରୂପ ଗୋସ୍ୱାମୀ ଦୁଃଖିତ ହେଲେ। ମହାପ୍ରଭୁ କହିଲେ, ଉଦ୍ବେଗରେ ଘରୁ ବାହାରୁ ଆସିବା ପାଇଁ ଚେଷ୍ଟା କଲି, କିନ୍ତୁ ଦ୍ୱାର ନ ପାଇ ଚାରିଦିଗେ ମୁଖ ଘଷି କ୍ଷତ ବିକ୍ଷତ ହେଇଗଲା। ଉନ୍ମାଦ ଦଶାରେ ମହାପ୍ରଭୁ ସ୍ଥିର ରହିପାରୁନଥାନ୍ତି। ସେଇଦିନଠାରୁ ମହାପ୍ରଭୁଙ୍କର ଶୟନ କକ୍ଷରେ ଶଙ୍କର ପଣ୍ଡିତଙ୍କୁ ଶୟନ କରାଇଲେ। ଶଙ୍କର ପଣ୍ଡିତ ମହାପ୍ରଭୁଙ୍କର ପାଦ ସମ୍ମାନ କରି ଶୟନ କରନ୍ତି। ଏପରି ବହୁ ଲୀଳା ଅଛି ମହାପ୍ରଭୁଙ୍କର, ଯୋଉଠି ସେ ରାଧା ଭାବରେ ବିରହ ଭାବଟା ପ୍ରକାଶ କରିଛନ୍ତି, ଯଦିଓ ସେ କୃଷ୍ଣ। ଏ ଭାବଟା ହଉଛି ତାଙ୍କର ଅତି ଉତ୍କୃଷ୍ଟ ଭାବ। ତେଣୁ ସେ ଭାବରେ ତାଙ୍କୁ ସଜେଇବ, ସେଇ ଭାବରେ ତାଙ୍କୁ ପ୍ରକାଶ କରେଇବ। କୃଷ୍ଣ ଭାବରେ ପ୍ରକାଶ କଲେ ହବ ନା। ଏ ହଉଛି ଆମର କଥା। ସେଥିପାଇଁ ଇଏ ଅଛି ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଏଠି ଚେତାବନୀ ସେଥିପାଇଁ ଦିଆଯାଇଛି, ଚୈତନ୍ୟ ମହାପ୍ରଭୁ କୋଉ ଭାବରେ ତୁମେ ଗ୍ରହଣ କରିବ, ଏଇ କଥାକୁ ଆମକୁ ଭଲ ଭାବରେ ଜାଣିବାକୁ ପଡିବ। ତା ନହେଲେ
ଭୁଲ ହେଇଯିବ। ପୁନଶ୍ଚ ସେ ଚୈତନ୍ୟ ମହାପ୍ରଭୁଙ୍କର ଆହୁରି ମଧ୍ୟ ଲୀଳା ଯଦି ଆମେ ଦେଖିବା, ସେ ଲୀଳାରୁ ପରିଷ୍କାର ଭାବରେ ଏଇ କଥାଟି ଆମେ ଶିକ୍ଷା କରିବା ଯେ ତାଙ୍କର ଭକ୍ତ ଭାବ ଅଭିନ୍ନ କୃଷ୍ଣ। ବ୍ରଜେନ୍ଦ୍ର ନନ୍ଦନ ଦେଇ ସଚିସୁତ ହୋଇଲା ସେଇ, ବଳରାମ ହଇଲେ ନିତାଇ। ସବୁ ଆଚାର୍ଯ୍ୟମାନେ କଥା କହିছে, ଶାସ୍ତ୍ର ମତ ଏଇଟା ଯେ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ, ନନ୍ଦନନ୍ଦନ କୃଷ୍ଣ ସେ ହେଲେ ସଚି ନନ୍ଦନ ଶ୍ରୀ ଚୈତନ୍ୟ ମହାପ୍ରଭୁ। ଆଉ ବଳରାମ ନିତ୍ୟାନନ୍ଦ ହେଇଛନ୍ତି। ଏ ହଉଛି ଆମର କଥାଟା। କାହିଁକି ସେ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଭକ୍ତ ଭାବ ଅଙ୍ଗୀକାର କରି ଭକ୍ତ ରୂପରେ କାହିଁକି ଅବତୀର୍ଣ୍ଣ ହେଲେ, ତାର କାରଣ କୁହାଯାଉଛି। ପୂର୍ବରୁ କୁହାଗଲାଣି, ପୁଣି କିଛି କଥା ମଧ୍ୟ ଶ୍ରୀଲ କବିରାଜ ଗୋସ୍ୱାମୀ କହୁଛନ୍ତି। ପରେ ପରେ କହୁଛି, କୃଷ୍ଣ ମାଧୁର୍ଯ୍ୟର ଏକ ଅଦ୍ଭୁତ ସ୍ୱଭାବ ଆପଣା ଆସ୍ୱାଦିତ କୃଷ୍ଣ କରେ ଭକ୍ତ ଭାବ। ପରବର୍ତ୍ତୀ କଥା କହିଲେ, କୃଷ୍ଣଙ୍କର ଯୋଉ ମାଧୁର୍ଯ୍ୟ ତାହା ଅତି ଚମତ୍କାର ମାଧୁର୍ଯ୍ୟ, ଅଦ୍ଭୁତ ସ୍ୱଭାବ ତାର ମାଧୁର୍ଯ୍ୟକ ନିଳୟ କୃଷ୍ଣ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭ, ଏ କଥା କୁହାଯାଇଛି। କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି କୃଷ୍ଣଙ୍କ ସୌନ୍ଦର୍ଯ୍ୟ। ଏପରିକି କୃଷ୍ଣ ନିଜେ ତାଙ୍କର ସେ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହେଇ ସେ ସୌନ୍ଦର୍ଯ୍ୟ ଆସ୍ୱାଦନ କରିବା ପାଇଁ ଭକ୍ତ ଭାବ ଅଙ୍ଗୀକାର କରୁଛନ୍ତି। ଏ କାରଣ ତାଙ୍କର ନିଜ ସୌନ୍ଦର୍ଯ୍ୟ ତ ନିଜେ ଉପଭୋଗ କରିପାରିବେ ନା, କୃଷ୍ଣଙ୍କର ସୌନ୍ଦର୍ଯ୍ୟ ଭକ୍ତ ଉପଭୋଗ କରେ। ତାର ମଧ୍ୟରେ ରାଧାରାଣୀ ହେଉଛନ୍ତି ଏକଲି ରାଧିକା ଆସ୍ୱାଦେ ସକଲି। ରାଧାରାଣୀ ସମ୍ପୂର୍ଣ୍ଣ ରୂପରେ ଆସ୍ୱାଦନ କରୁଛନ୍ତି। ରାଧାରାଣୀଙ୍କର ଆସ୍ୱାଦନ କରିବା କୌଣସି ଭକ୍ତ ଆସ୍ୱାଦନ କରିପାରୁନାହାନ୍ତି। ଏ କଥା ସେ ଭଗବାନ କୃଷ୍ଣ ଜାଣିପାରିଲେ ଯେତେବେଳେ, ସେଥିପାଇଁ ସେ ନିଜ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ତାକୁ ଆସ୍ୱାଦନ କରିବା ପାଇଁ ସେ ଭକ୍ତ ଭାବ ଅଙ୍ଗୀକାର କରିକିରି, ବିଶେଷ କରି ରାଧା ଭାବ ଅଙ୍ଗୀକାର କରି, ରାଧାଙ୍କର ଭାବ ରାଧାଙ୍କର କାନ୍ତି କରିକିରି ଅଙ୍ଗୀକାର କରିକିରି ଆବିର୍ଭୂତ ହେଇକିରି ଆସ୍ୱାଦନ କରୁଛନ୍ତି ନିଜ ମାଧୁର୍ଯ୍ୟ। ଗୌରାଙ୍ଗ ବୋଲିତେ হবে ପୁଲକ ଶରୀର। ଗୌରାଙ୍ଗ ଏ ଶବ୍ଦ ଉଚ୍ଚାରଣ କଲେ ଶରୀରରେ ପୁଲସ୍ୱର ପୁଳକିତ ହବ, ରୋମାଞ୍ଚ ଜାତ ହବ, ଇଏ ସାତ୍ବିକ ଭାବ ଜାତ ହବ। କାହିଁକି ନା ହରି ହରି ବୋଲିତେ ନୟନୁ ବହେ ନୀର। ନିଜେ ହରି, ନିଜେ କୃଷ୍ଣ, କିନ୍ତୁ ସେ ତ ଚୈତନ୍ୟ ମହାପ୍ରଭୁରେ ଆସନ୍ତି, ସେ ହରି ହରି କହିକିରି ପ୍ରେମାଶ୍ରୁ ମୁଞ୍ଚନ କରୁଛନ୍ତି, କାନ୍ଦୁଛନ୍ତି, ଲୋତ ବଢଉଛନ୍ତି। ସେ ଇଏ ହଉଛି ତାତ୍ପର୍ଯ୍ୟ। ସେ ପ୍ରେମ ଭାବ ଭାବିତ କଳେବର ଯାହା କହୁଛନ୍ତି, ଭକ୍ତ ଭାବମୟ ତାହାର ଶୁଦ୍ଧ କଳେବର, ତାହା ପ୍ରାକୃତ କଳେବର ନୁହେଁ, ଅପ୍ରାକୃତ କଳେବର, ଶୁଦ୍ଧ କଳେବର। ସେ ଉପରେ ବହୁ କଥା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଭଲ ଭାବରେ ଆସନ୍ତି କହିଛନ୍ତି। ସେମାନେ ମୂର୍ଖ, ସେମାନେ ବଦମାସ, ଯୋଉମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ସାଧାରଣ ଭକ୍ତ ବୋଲି ଭାବନ୍ତି, ଏକ ସାଧାରଣ ମାନବ ବୋଲି ଭାବୁଛି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ କହିସାରିଛନ୍ତି, ଅବଦାନନ୍ତି ମାଙ୍ଗୁଢା ମାନୁସିଂ ତନୁ ଆଶ୍ରିତଂ ପରମ ଭାବ ଅଦାନତ ମମ ଭୂତ ମହେଶ୍ୱର। ଏ କଥା କହିସାରିଛନ୍ତି। ମୁଢା ଯୋଉଗୁଡାକ, ବଦମାସ ଗୁଡାକ, ମୂର୍ଖ ଗୁଡାକ, ସେମାନେ ମତେ ସାଧାରଣ ମାନବ ବୋଲି ଭାବନ୍ତି। ଯେତେବେଳେ କୃଷ୍ଣ ନିଜେ ଆସୁଛନ୍ତି ସ୍ୱରୂପରେ, ଆଉ ଚୈତନ୍ୟ ମହାପ୍ରଭୁ ତ ଭକ୍ତ ଭାବ ନେଇକିରି ଆସିଲେ ସେଇ କୃଷ୍ଣ, ତାଙ୍କୁ କାନ ଭାବେ ଅନେକ ଭାବୁଛନ୍ତି ସେମାନେ ମୁଢା, ସେମାନେ ବଦମାସ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ମହତ୍ୱପୂର୍ଣ୍ଣ କଥା ହଉଛି ଯେ ଚୈତନ୍ୟ ମହାପ୍ରଭୁ ଯଦିଓ ଭକ୍ତ ଭାବ ଅଙ୍ଗୀକାର କରି ଭକ୍ତ ରୂପରେ ଆସିଛନ୍ତି, ତାଙ୍କର ସ୍ୱର ପ୍ରାକୃତ ସ୍ୱର ନୁହେଁ, ଶୁଦ୍ଧ କଳେବର, ଅପ୍ରାକୃତ ଶରୀର। ଆଉ ଦ୍ୱିତୀୟ କଥା ହଉଛି ଯେ ଯଦିଓ ସେ ହଉଛନ୍ତି ପରମେଶ୍ୱର ଭଗବାନ କୃଷ୍ଣ, ଆଉ ତାଙ୍କୁ ଯଦି ସେଇ ଭାବରେ କେହି ସମ୍ବୋଧନ କରନ୍ତି, ଆପଣ ଭଗବାନ, ଆପଣ ଅଭିନ୍ନ କୃଷ୍ଣ, ସେ ତା ଶୁଣିବାକୁ ଚାହାନ୍ତି ନାହିଁ, କାନ ବୁଝି ଦିଅନ୍ତି। ସେ କାନ ବୁଝି ଦିଅନ୍ତି, ନା 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 ନା, ମୁଁ ଭଗବାନ ନୁହେଁ, ମୁଁ ଭଗବାନ ନୁହେଁ। ଗୋପୀ ଭର୍ତ୍ତୃ ପାଦ କମଳେ ଦାସ ଦାସାନ ଦାସ। ଗୋପୀ ଭର୍ତ୍ତୃ ଯେ କୃଷ୍ଣ, ତାଙ୍କର ପାଦ ଆଶ୍ରିତ ଦାସର 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 ଅନୁଦାସ ମୁଁ। ଏ କଥା ମହାପ୍ରଭୁ କହନ୍ତି।
ସେ ଅର୍ଥାତ୍ ସେ ନିଜକୁ ଭକ୍ତ ଭାବରେ ପ୍ରକାଶ କରୁଛନ୍ତି। କୃଷ୍ଣଙ୍କ ଦାସ ରୂପରେ ଦାସର ଦାସର ଅନୁଦାସ ରୂପରେ ପ୍ରକାଶ କରୁଛନ୍ତି, ଯଦିଓ ସେ ସ୍ୱୟଂ ଭଗବାନ। ଇଏ ନିଜେ ଯିଏ ଯଦି ଯୋଉମାନେ ତତ୍ତ୍ୱଜ୍ଞ ଈଶ୍ୱର ତତ୍ତ୍ୱ ଜାଣିଛନ୍ତି, ଗୌର ତତ୍ତ୍ୱ ଜାଣିଛନ୍ତି, ସେମାନେ ଜାଣନ୍ତି ଯେ ଇଏ ହେଉଛନ୍ତି ପରମେଶ୍ୱର ଭଗବାନ କୃଷ୍ଣ। ଯଦିଓ ସେ କୃଷ୍ଣ ନିଜକୁ ଲୁଚେଇ ଛପଉଛନ୍ତି, ଭକ୍ତ ଭାବରେ ପ୍ରକାଶ କରୁଛନ୍ତି, ହେଲେ ସୁଦ୍ଧା ଭକ୍ତ ଜାଣିପାରୁଛି। ଭରି ଭରି ପ୍ରମାଣ ଅଛି। ଚୈତନ୍ୟ ମହାପ୍ରଭୁ କେମିତି ଭଗବାନ ସେ ବିଷୟରେ ଆମେ ବହୁ କଥା ଆଗରୁ କହିଛେ, ବର୍ତ୍ତମାନ କହିବାକୁ ଯାଉନି। ତେବେ ସେମାନେ ଜାଣିପାରନ୍ତି, ଯେତେବେଳେ ଜାଣିକିରି କହନ୍ତି ଆପଣ ଭଗବାନ, ଆପଣ ନାରାୟଣ, ଆପଣ ବିଷ୍ଣୁ, ସେତେବେଳେ ସେ କାନ ବୁଝି ଦିଅନ୍ତି। ନା 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 ନା, ମୁଁ ସାଧାରଣ ଜୀବ ମାତ୍ର, ମୁଁ ଭଗବାନ ନୁହେଁ, ଭଗବାନ ହିଁ କୃଷ୍ଣ। ସେ ନିଜେ କୃଷ୍ଣ, କିନ୍ତୁ କହୁଛନ୍ତି ନା ଭଗବାନ ହିଁ କୃଷ୍ଣ, ଏ କଥା କହୁଛନ୍ତି। ଆଉ ଶୁଣିବା ପାଇଁ ଚାହାନ୍ତି ନାହିଁ ସେ କଥା। ସେ ଭଗବାନ ବୋଲି ଏ ସମ୍ବୋଧନ ଶୁଣିବା ପାଇଁ ଚାହାନ୍ତି ନା। ଭକ୍ତ ଭାବ ତାଙ୍କର ଭକ୍ତ ଭାବରେ ଆସ୍ୱାଦନ କରୁଛନ୍ତି। ଇଏ ହଉଛି ତା ଭିତରେ ଅତି ଗୁରୁତ୍ୱପୂର୍ଣ୍ଣ କଥା। ସେଥିପାଇଁ ଯୋଉମାନେ ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ ନାଗରୀ ଦଳ କଥା କହିଛନ୍ତି, ଶ୍ରୀଲ କବିରାଜ ଗୋସ୍ୱାମୀ, ଯେ କିପରି ସେମାନେ ଏ ଭୁଲ କରୁଛନ୍ତି, କୃଷ୍ଣଲୀଳା ପରିବେଷଣ କରୁଛନ୍ତି ତ, ଆଉ ଚୈତନ୍ୟ ମହାପ୍ରଭୁଙ୍କର ବିଗ୍ରହ ରଖିକିରି କରୁଛନ୍ତି ସେ କୃଷ୍ଣ ବୋଲି, କିନ୍ତୁ ତାହା ମହାପ୍ରଭୁଙ୍କୁ ଆନନ୍ଦ ଦଉନି। ମହାପ୍ରଭୁ ଆନନ୍ଦିତ ହେବେ ନାହିଁ। ତଦ୍ରୁପ ଭାବେ ମଧ୍ୟ ଯେ ମହାପ୍ରଭୁଙ୍କର ବିଗ୍ରହଙ୍କର ସେବା କରୁଛନ୍ତି ପୂଜାରୀ, ତା ପାଇଁ ମଧ୍ୟ ଚେତାବନୀ ଦିଆହଉଛି। ସେ ତାଙ୍କୁ କେବେ ହେଲେ କୃଷ୍ଣ ରୂପରେ ସଜେଇବା ଉଚିତ ନୁହେଁ। କୃଷ୍ଣ ଯେପରି ମୟୂର ଚୂଳ ଧାରଣ କରୁଥିଲେ, ସେ ମୟୂର ଚୂଳ ଧାରଣ କରି ତାଙ୍କୁ କୃଷ୍ଣର ବେଶ ପିନ୍ଧେଇବା, ଏପରି ଶୃଙ୍ଗାର କଲେ ମଧ୍ୟ ମହାପ୍ରଭୁ ଖୁସି ହେବେ ନା। ଭକ୍ତ ଭାବଟା ତାଙ୍କର ଅତି ଆନନ୍ଦଦାୟକ ଭାବ, ସେଇ ଭାବଟାକୁ ଆସ୍ୱାଦନ ସେ କରୁଛନ୍ତି ନା। ଏ ହଉଛି ତାତ୍ପର୍ଯ୍ୟ ଏଠି। ଆଉ ସେ ନିଜେ ଶିକ୍ଷା ଦେଇଛନ୍ତି, ସେ ନିଜେ କଥା ଶିକ୍ଷା ଦେଇଛନ୍ତି ମଧ୍ୟ, ଯଦିଓ ସେ ଭଗବାନ, ସେ ନିଜେ ମଧ୍ୟ ଶିକ୍ଷା ଦେଇଛନ୍ତି ଯେ ସେ ଭକ୍ତ। ଗୋପୀ ଭର୍ତ୍ତୁ ପାଦ କମଳେରୁ ଦାସ ଦାସାନୁ ଦାସ ହଉ। ଗୋପୀ ଭର୍ତ୍ତୁ ଯେ କୃଷ୍ଣ, ତାଙ୍କର ପାଦରେ ଆଶ୍ରିତ ଦାସର 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 ଅନୁଦାସ। ମୁଁ ଭଗବାନ ନୁହେଁ, ଭଗବାନ କୃଷ୍ଣ, କୃଷ୍ଣ ହିଁ ଭଗବାନ, ମୁଁ କୃଷ୍ଣ ନୁହେଁ, ମୁଁ ତାଙ୍କର ଦାସ ଜଣେ। ଏ କଥା ବାହାରୁଛି। ଯେତେବେଳେ ସେଇଠି ଲୀଳା କରୁଥିଲେ, ସେତେବେଳେ ଆମେ ଦେଖିଛେ। ଆଉ ସେ ତାଙ୍କର ସନ୍ନ୍ୟାସ ନେଲା ପରେ ତାଙ୍କର ପ୍ରକଟ କାଳ ହଉଛି 48 ବର୍ଷ। 48 ବର୍ଷ ଭିତରୁ 24 ବର୍ଷ ତାଙ୍କର ଗୃହସ୍ଥାଶ୍ରମ ଲୀଳା, ପୂର୍ବାଶ୍ରମ ଲୀଳା କଲେ। 24 ବର୍ଷରେ ସନ୍ନ୍ୟାସ ନେଇ ତାଙ୍କ ମାତା ସଚୀମାତାଙ୍କର ଆଦେଶରେ ଏ ନୀଳାଚଳ ଧାମକୁ, ପୁରୁଷୋତ୍ତମ ଧାମକୁ ସେ ଆସିଲେ। ଆସିକିରି ତାଙ୍କର ସନ୍ନ୍ୟାସ ବା ଅନ୍ତ୍ୟ ସମୟ ବାକି 24 ବର୍ଷ। 24 ବର୍ଷ ଭିତରୁ ସେ 6 ବର୍ଷ କାଳ ପ୍ରଚାର କରିଛନ୍ତି, ବୁଲିଛନ୍ତି। ବାକି 18 ବର୍ଷ କାଳ ଗମ୍ଭୀରାରେ ଏଠି ପୁରୀ ଧାମରେ ରହିଗଲେ। ତାଙ୍କର ଅନ୍ତରଙ୍ଗ ପାର୍ଷଦ, ଅତି ପ୍ରିୟ ଭକ୍ତ ସ୍ୱରୂପ ଦାମୋଦର ଗୋସ୍ୱାମୀ, ରାୟ ରାମାନନ୍ଦ, ୟାଙ୍କ ସହିତ ଆଉ ଅନ୍ତ୍ୟ ଲୀଳା ପ୍ରେମ ଭାବ, ସେ ଅପ୍ରାକୃତ ଭାବ ପ୍ରକାଶ କରିଛନ୍ତି। ସେ ଆଉ ଯାଇନାହାନ୍ତି ବାହାରକୁ, ପ୍ରକାଶ ପ୍ରଚାର କରିନାହାନ୍ତି। ସେଥିପାଇଁ ଯୋଉମାନେ ପ୍ରେମୀ ଭକ୍ତ, ଯାହା ଆମର କୁହାଯାଏ ଶ୍ରୀଲ ରୂପ ଗୋସ୍ୱାମୀ ପ୍ରଭୃତି, ସେମାନେ ଉଲ୍ଲେଖ କରିଛନ୍ତି। ସେୟା ପ୍ରେମୀ ଭକ୍ତଙ୍କ ପାଖରେ ସେ ଭାବଟା ସେ ପ୍ରକାଶ କରନ୍ତି। ଯେତେବେଳେ କୌଣସି ଅଭକ୍ତ ବା ଅନ୍ୟ ଭାବର ଲୋକ ପ୍ରକାଶ କରେ, ସେ ଭାବକୁ ସମ୍ବରଣ କରି ନିଅନ୍ତି, ପ୍ରକାଶ କରନ୍ତି ନା। ରାୟ ରାମାନନ୍ଦ ଆଉ ସ୍ୱରୂପ ଦାମୋଦର ଗୋସ୍ୱାମୀ କୃଷ୍ଣ ଲୀଳାରେ ହଉଛନ୍ତି ଲଳିତା ସଖୀ, ବିଶାଖା ସଖୀ। ଲଳିତା ସଖୀ, ବିଶାଖା ସଖୀ, ଇଏ ରାଧା ଭାବ ଅଙ୍ଗୀକାର କରିଛନ୍ତି।
କୃଷ୍ଣ ରାଧା ଭାବ ଅଙ୍ଗୀକାର କରିକିରି ଚୈତନ୍ୟ ମହାପ୍ରଭୁ ରୂପରେ ରାଧାରାଣୀ ଯେପରି କୃଷ୍ଣ ବିରହରେ ବିଳାପ କରୁଥିଲେ, ଆଉ ତାଙ୍କର ଅତି ପ୍ରିୟ ସଖୀ ଲଳିତା ସଖୀ ବିଶାଖା ସଖୀଙ୍କର କାନ୍ଧ କଣ୍ଠରେ ହାତ ପକେଇ ଆଲିଙ୍ଗନ କରି କଣ୍ଠ ଧରିକି କାନ୍ଦି କାନ୍ଦି ଯେପରି ବିଳାପ କରୁଥିଲେ, ମହାପ୍ରଭୁ ଠିକ ତଦ୍ରୁପ ଭାବରେ କରୁଛନ୍ତି। ନିଜ ସଖୀ ଜ୍ଞାନରେ ଯେତେବେଳେ ସେଇ ଭାବ ଗୁଡାକ ତାଙ୍କର ସ୍ଫୂର୍ତ୍ତି ହଉଛି, ରାଧାଙ୍କ ଭାବରେ ବିବାହିତ ହୋଇ ରାମାନନ୍ଦଙ୍କ ଗଳା ଧରି ରୋଦନ କରିବାକୁ ଲାଗିଲେ। ଆଉ ସ୍ୱରୂପ ଗୋସ୍ୱାମୀଙ୍କ ସମ୍ମୁଖରେ ଦେଖି ନିଜ ସଖୀ ଜ୍ଞାନରେ ପଚାରିଛନ୍ତି। ଲଳିତ ମାଧବରେ ବର୍ଣ୍ଣନା ଦେଇଛନ୍ତି ରୂପ ଗୋସ୍ୱାମୀ। କୋ ନନ୍ଦକୁଳ ଚନ୍ଦ୍ରମା କୋ ଶିଖି ଚନ୍ଦ୍ରକାଳଙ୍କୃତି, କୋ ମନ୍ଦ ମୁରଳୀଳବ କୋନୁ ସୁରେନ୍ଦ୍ର ନୀଳଦ୍ୟୁତି, କୋ ରାସରସ ତାଣ୍ଡବୀ କୋ ସଖୀ ଜୀବର କ୍ଷୌଷଧି ନିଧିର୍ମମ ସୃହୋତ୍ତମ କୋ ବତ ହନ୍ତ ହାଧିକ ବିଧି। ଏ ଶ୍ରୀଲ ରୂପ ଗୋସ୍ୱାମୀ ଲଳିତ ମାଧବରେ ଉଦ୍ଧାର କରୁଛନ୍ତି। ମହାପ୍ରଭୁ ଏହିପରି କରି କାନ୍ଦୁଛନ୍ତି। ଏ ସଖୀ ସଖୀ ଜ୍ଞାନରେ ସ୍ୱରୂପ ଦାମୋଦର ଗୋସ୍ୱାମୀ ପଚାରୁଛନ୍ତି, ହେ ସଖୀ ସେ ନନ୍ଦକୁଳ ଚନ୍ଦ୍ରମା କେଉଁଠାରେ? ସେ ନିଜେ କିନ୍ତୁ ପଚାର ନନ୍ଦକୁଳ ଚନ୍ଦ୍ରମା କୋଉଠାରେ? ସେଇ ମୟୂର ପୁଚ୍ଛ ଦ୍ୱାରା ଅଳଙ୍କୃତ କୃଷ୍ଣ ବା କୋଉଠାରେ? ସେ ମନ୍ଦ୍ର ମୁରଳୀ ଧ୍ୱନିକାରୀ କୃଷ୍ଣ କୋଉଠାରେ? ସେ ଇନ୍ଦ୍ର ନୀଳମଣି ଦ୍ୟୁତିମାନ କୃଷ୍ଣ କେଉଁଠାରେ? ରାସର ସେ ସେଇ ନର୍ତ୍ତନକାରୀ ସେ କୃଷ୍ଣ କେଉଁଠାରେ? ଜୀବନ ରକ୍ଷାର ଔଷଧି ସ୍ୱରୂପ ଶ୍ୟାମ କୋଉଠାରେ? ମୋ ସେ ଶ୍ରୁତମ ନିଧି ସେ କୋଉଠି? ହାୟ ହାୟ ବିଧାତାଙ୍କୁ ଠିକ ରାଧାରାଣୀ ଯେପରି କ୍ରନ୍ଦନ କରୁଥିଲେ ତଦ୍ରୁପ ଭାବରେ କ୍ରନ୍ଦନ କରୁଛନ୍ତି। ରାଧା ଭାବଟା ପ୍ରାବଲ୍ୟ ହେଇଛି, ଯଦିଓ ସେ ନିଜେ କୃଷ୍ଣ। ରାଧା ଯେପରି କୃଷ୍ଣ ବିରହରେ ରାତ୍ରି ଜାଗରଣ ଜାଗନ୍ତି, ନିଦ ଆସୁନାହିଁ। ଦଶ ଦଶା କଥା ଅଛି ଆମର, ନିଦ୍ରା ଆସୁନାହିଁ। ରାଧାରାଣୀ ଯେପରି ଭାବରେ ସେ ବିରହରେ କ୍ରନ୍ଦନ କରୁଥାନ୍ତି, ଇଏ ତଦ୍ରୁପ ପ୍ରଳାପ କରି କରି ଅର୍ଦ୍ଧରାତ୍ର ହେଇଗଲା ମହାପ୍ରଭୁଙ୍କର। ଗମ୍ଭୀରାରେ ମହାପ୍ରଭୁଙ୍କୁ ଶୟନ କରାଇ ରାମାନନ୍ଦ ସ୍ୱଗୃହକୁ ଗଲେ। ଗମ୍ଭୀରା ଦ୍ୱାରରେ ସ୍ୱରୂପ ଗୋସ୍ୱାମୀ ଗୋବିନ୍ଦ ଶୟନ କଲେ। ପ୍ରେମରେ ମହାପ୍ରଭୁଙ୍କର ମନ ଉନ୍ମତ୍ତ ହେଇ ଉଠିଲା। ଗମ୍ଭୀରାରୁ ବାହାରକୁ ଆସିବା ନିମିତ୍ତ ଦ୍ୱାର ଖୋଜୁ ଖୋଜୁ କାନ୍ଥରେ ମୁଖ ବସେଇ ସର୍ବତ୍ର କ୍ଷତ ବିକ୍ଷତ ହେଇଗଲାଣି। ଭାବାବେଶରେ ଗୋ ଗୋ ଶବ୍ଦ କରି ଶବ୍ଦ କରୁଛନ୍ତି। ଶ୍ରବଣ କରି ଗଙ୍ଗ ଶବ୍ଦ ସ୍ୱରୂପ ଗୋସ୍ୱାମୀ ଦୀପ ଜାଳି ଦେଖିଲେ ତାଙ୍କର ସମସ୍ତ ମୁଖ ନାକ କ୍ଷତ ବିକ୍ଷତ ହୋଇ ରକ୍ତ ବହୁଛି। ଏହା ଦେଖି ସ୍ୱରୂପ ଗୋସ୍ୱାମୀ ଦୁଃଖିତ ହେଲେ। ମହାପ୍ରଭୁ କହିଲେ, ଉଦ୍ବେଗରେ ଘରୁ ବାହାରୁ ଆସିବା ପାଇଁ ଚେଷ୍ଟା କଲି, କିନ୍ତୁ ଦ୍ୱାର ନ ପାଇ ଚାରିଦିଗେ ମୁଖ ଘଷି କ୍ଷତ ବିକ୍ଷତ ହେଇଗଲା। ଉନ୍ମାଦ ଦଶାରେ ମହାପ୍ରଭୁ ସ୍ଥିର ରହିପାରୁନଥାନ୍ତି। ସେଇଦିନଠାରୁ ମହାପ୍ରଭୁଙ୍କର ଶୟନ କକ୍ଷରେ ଶଙ୍କର ପଣ୍ଡିତଙ୍କୁ ଶୟନ କରାଇଲେ। ଶଙ୍କର ପଣ୍ଡିତ ମହାପ୍ରଭୁଙ୍କର ପାଦ ସମ୍ମାନ କରି ଶୟନ କରନ୍ତି। ଏପରି ବହୁ ଲୀଳା ଅଛି ମହାପ୍ରଭୁଙ୍କର, ଯୋଉଠି ସେ ରାଧା ଭାବରେ ବିରହ ଭାବଟା ପ୍ରକାଶ କରିଛନ୍ତି, ଯଦିଓ ସେ କୃଷ୍ଣ। ଏ ଭାବଟା ହଉଛି ତାଙ୍କର ଅତି ଉତ୍କୃଷ୍ଟ ଭାବ। ତେଣୁ ସେ ଭାବରେ ତାଙ୍କୁ ସଜେଇବ, ସେଇ ଭାବରେ ତାଙ୍କୁ ପ୍ରକାଶ କରେଇବ। କୃଷ୍ଣ ଭାବରେ ପ୍ରକାଶ କଲେ ହବ ନା। ଏ ହଉଛି ଆମର କଥା। ସେଥିପାଇଁ ଇଏ ଅଛି ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଏଠି ଚେତାବନୀ ସେଥିପାଇଁ ଦିଆଯାଇଛି, ଚୈତନ୍ୟ ମହାପ୍ରଭୁ କୋଉ ଭାବରେ ତୁମେ ଗ୍ରହଣ କରିବ, ଏଇ କଥାକୁ ଆମକୁ ଭଲ ଭାବରେ ଜାଣିବାକୁ ପଡିବ। ତା ନହେଲେ ଭୁଲ ହେଇଯିବ। ପୁନଶ୍ଚ ସେ ଚୈତନ୍ୟ ମହାପ୍ରଭୁଙ୍କର ଆହୁରି ମଧ୍ୟ ଲୀଳା ଯଦି ଆମେ ଦେଖିବା, ସେ ଲୀଳାରୁ ପରିଷ୍କାର ଭାବରେ ଏଇ କଥାଟି ଆମେ ଶିକ୍ଷା କରିବା ଯେ ତାଙ୍କର ଭକ୍ତ ଭାବ।